ଡୁଡା ଅଫିସରେ ମୁଁ ଆପଣମାନଙ୍କ ଦ୍ୱାରା ଜାଣିବା ପାଇଲି 1,09,00,000 ଟଙ୍କା ଆତ୍ମସାତ କରୁଛନ୍ତି। ଗୋଟେ କଣ୍ଟ୍ରାକ୍ଚୁଆଲ ପିଲା ଯାହାକି ଆଉଟସୋର୍ସିଂ ପିଲାକୁ ତାକୁ ଏଡେ ବଡ ଦାୟିତ୍ୱ କୋଉ ଆକାରରେ ଦିଆଗଲା ଏଠି ସ୍ପଷ୍ଟ ଭାବରେ ଜଣା ପଡୁଛି। ଏଠି ଉପର ଅଧିକାରୀ ମାନଙ୍କୁ ମଧ୍ୟ ତଦନ୍ତ କରିବା ଆବଶ୍ୟକତା ଅଛି ଏବଂ ଯୋଉ 1,09,00,000 ସରକାର ପଇସା ଫେରସ୍ତ କରାଯାଉ ଏବଂ ଆକୁ ଭିଜିଲାନ୍ସ ତଦନ୍ତ କରାଯାଉ, ଯାହାକି ଭିଜିଲାନ୍ସ ତଦନ୍ତ କଲେ ଠିକ ସ୍ପଷ୍ଟ ଭାବରେ ଜଣା ପଡିବ ଯେଉଁମାନେ ଏଠି ସମ୍ପୃକ୍ତ ଅଛନ୍ତି ସେମାନେ ନିଶ୍ଚିତ ଭାବରେ ଜଣା ପଡିବ ଏବଂ ତାଙ୍କ ମାନଙ୍କୁ ଆଇନଗତ ଅନୁସାରେ ଦଣ୍ଡିତ କରାଯାଏ।